ମୁଁ ସତ୍ୟନାରାୟଣ ଦାସ କହୁଛି। ଆମର ଏଇ ମାଙ୍କର ଦକ୍ଷିଣେଶ୍ୱର କାଳୀ ମନ୍ଦିରଟି ଆଜିକୁ ପ୍ରାୟ 25 ବର୍ଷ ତଳେ ଆରମ୍ଭ ହୋଇଥିଲା ଏବଂ 8 ମସିହାରେ ପ୍ରତିଷ୍ଠା ହୋଇଥିଲା। ଆଜି ପର୍ଯ୍ୟନ୍ତ ଆଜିକି 18 ବର୍ଷ ହେଲାଣି ମାଙ୍କର ବାର୍ଷିକ ଉତ୍ସବ ବହୁତ ଭଲ ଭାବରେ ପାଳିତ ହେଉଛି। ଆଉ ଆଜି ମାଙ୍କର 18 ବର୍ଷ, ପ୍ରତିଷ୍ଠାର 18 ବର୍ଷ। ସେଥିପାଇଁ ଆମମାନଙ୍କର ଭଦ୍ରକ ସହର ବାହାରେ ଯାଜପୁର, କଟକ, ଭୁବନେଶ୍ୱର, ବାଲେଶ୍ୱରରୁ ଲୋକମାନେ ବହୁତ ଦୂର ଦୂରାନ୍ତରୁ ଆସିଛନ୍ତି ମାଙ୍କର ଦର୍ଶନ କରି କୃପା ଲାଭ କରିବା ପାଇଁ। ଆମର ଯଜ୍ଞ 3 ଦିନ ଧରି ଚାଲିଛି। ଏହି ଯଜ୍ଞରେ ଆମମାନେ ସମସ୍ତ ଭକ୍ତମାନଙ୍କର ସହଯୋଗକୁ ଆମେ ବହୁତ ଆନନ୍ଦର ସହିତ ଇଏ କରୁଛୁ। ଆଉ ମା ସମସ୍ତଙ୍କୁ କୃପା କରୁଛନ୍ତି, କାହାରିକି ସିଏ କୃପା ନ କରିକି ଛାଡ଼ନ୍ତି ନାହିଁ। ସେଥିପାଇଁ ବହୁତ ଦୂର ଦୂରାନ୍ତରୁ ଆଜି ସବୁ ମାଙ୍କର ବାର୍ଷିକ ଉତ୍ସବରେ ଆସି ସମସ୍ତେ ସମ୍ମିଳିତ ହୋଇ ମାଙ୍କର ଯଜ୍ଞରେ ଭାଗ ନେଇ ସମସ୍ତେ ଖୁସି ଏବଂ ଭକ୍ତମାନଙ୍କର ଆନନ୍ଦ, ଖୁସି ଆଉ ଉତ୍ସାହ ବହୁତ ସୁନ୍ଦର ଭାବରେ ପରିଲକ୍ଷିତ ହେଉଛି। ଆଜି ଏଇ ମାଙ୍କର ଇଏ ପାଇଁ ବହୁତ ଆନନ୍ଦିତ। ଭଦ୍ରକ ବାସୀ ଏଇ 4-5ଟା ଜିଲ୍ଲାର କଟକ, ଭୁବନେଶ୍ୱର ଆଉ ଆମର ବାଲେଶ୍ୱର, କେନ୍ଦ୍ରାପଡ଼ା, କେଉଁଝର, ସବୁଆଡ଼ୁ ମୟୂରଭଞ୍ଜ, ସବୁଆଡ଼ୁ ଲୋକମାନେ ଆସିଛନ୍ତି। ଆଉ ମାଙ୍କର ସେମାନେ ବହୁତ କୃପା ପାଇଛନ୍ତି। ମାନେ ରୋଗ ଶୋକ ଆଉ ଦାରିଦ୍ରତା ଏଇସବୁ ଜିନିଷ ଉପରେ ଲୋକମାନଙ୍କର ବହୁତ ଆସ୍ଥା ଆଉ ବିଶ୍ୱାସ ମାଙ୍କ ଉପରେ ବହୁତ ଏକାଗ୍ରତା ଅଛି। ସେଥିପାଇଁ ଆଜି ବହୁତ ଆଡ଼ୁ ଲୋକମାନେ ଆସିଛନ୍ତି। ବହୁତ ଆନନ୍ଦରେ ଖାଇବା ପିଇବା, ପ୍ରସାଦ ପାଇବା ଏସବୁ ବହୁତ ଆନନ୍ଦର ସହିତ ହେଉଛି। ଏଇ ମନ୍ଦିରରେ କେବଳ ଆମେ ନୁହେଁ, ଯେତେ ସାଧୁ ସନ୍ଥ ବି ଏ ମନ୍ଦିରକୁ ସବୁବେଳେ ଆସୁଛନ୍ତି। ଆଉ ମନ୍ଦିରର ମାଙ୍କ ପାଖରେ ପୂଜା ଅର୍ଚ୍ଚନା ଭଲ ମନ୍ଦ କରି ସମସ୍ତେ ଯାଉଛନ୍ତି।